ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 216। ପ୍ରକୃତି ବେଳେ ବେଳେ ଆପଣାର ପ୍ରତିରୋଧ ଉପରେ ମଧ୍ୟ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଉଠେ। ସେତେବେଳେ ଅନ୍ତଃ ପ୍ରେରଣାକୁ ବନ୍ଧନ ମୁକ୍ତ କରିବା ଲାଗି ସିଏ ମସ୍ତିଷ୍କର ହାନି ଘଟାଇଥାଏ। କାରଣ ପ୍ରକୃତିର ଏହି ପ୍ରଚେଷ୍ଟାରେ ସାଧାରଣ ସ୍ତରୀୟ ଜଡ଼ ମସ୍ତିଷ୍କତାର ସ୍ଥିତାବସ୍ଥାଟି ହିଁ ତାହାର ପ୍ରଧାନ ବିରୋଧୀ ଓ ଅନ୍ତରାୟ ହୋଇ ଛିଡ଼ା ହୋଇଥାଏ। ତୁମେ ଏହି ସବୁର ପାଗଳାମିକୁ ଅତିକ୍ରମୀ ଯିବ ଏବଂ ସେଗୁଡ଼ିକର ଅନ୍ତଃପ୍ରେରଣା ଦ୍ୱାରା ଉପକୃତ ହେବ। ପଢି ଦଉଛି ମା କଣ କହିଛନ୍ତି, ତାପରେ ଆମେ ଟିକେ ଅଳ୍ପ କିଛି ବୁଝି ହଉଛି ତ ଟିକେ ତଥାପି ଆଲୋଚନା ଯେତିକି ଦରକାର ହବ କରିବା। ପୂର୍ଣ୍ଣ ଆସ୍ଥାରୁ ଉତ୍ପନ୍ନ ହେଉଥିବା ସ୍ଥିର ମୃଦୁ ହାସ୍ୟ ସହିତ ପ୍ରତ୍ୟେକ ବସ୍ତୁକୁ ଦେଖିପାରିବା ହେଉଛି ପ୍ରକୃତରେ ବିଜ୍ଞତା। କାରଣ ଆପଣାର ଏହି ବର୍ତ୍ତମାନ ଚେତନାକୁ ବହନ କରି ରହିଥିବା ପର୍ଯ୍ୟନ୍ତ ମନୁଷ୍ୟ କ୍ୱଚିତ ସର୍ବୋଚ୍ଚ ପରମ ସତ୍ତାଙ୍କର ଅଭିପ୍ରାୟକୁ ହୃଦୟଙ୍ଗମ କରିପାରିବେ। ଏଇ ଲାଇନଟାର ବୁଝିବାର କିଛି ଅସୁବିଧା ନାହିଁ। ଯେ ପର୍ଯ୍ୟନ୍ତ ଆମେ ନିଜ ଚେତନାରେ ବାନ୍ଧି ହେଇକି ରହିଥିବା ସେ ପର୍ଯ୍ୟନ୍ତ ସର୍ବୋଚ୍ଚ ପରମ ସତ୍ତାଙ୍କର ଅଭିପ୍ରାୟକୁ ହୃଦୟଙ୍ଗମ କରିପାରିବା ନାହିଁ। ହୃଦୟଙ୍ଗମ କରିପାରିବାନି। ତା ପୂର୍ବରୁ କହିଥିଲେ ଯୋଉମାନେ ଛଳନା କରନ୍ତି ସେମାନଙ୍କ ଭିତରେ ଦେଇ ଅତିମାନ ଶକ୍ତି ସଞ୍ଚରିତ ହେଇପାରେ ନାହିଁ। ମା ସେମାନଙ୍କ ମଧ୍ୟ ଦେଇ କାର୍ଯ୍ୟ କରିପାରନ୍ତି ନାହିଁ। ଆଜି କହୁଛନ୍ତି ଯଦି ସାଧାରଣ ସ୍ତରୀୟ ଜଡ଼ ମସ୍ତିଷ୍କ ତାର ଯୋଉ ଚିନ୍ତାଧାରା ରହିଛି ସେତିକି ଭିତରେ ସେ ଯଦି ସୀମିତ ରହିଗଲା, ସେଥିପାଇଁ କହି ସ୍ଥିତାବସ୍ଥାଟି ପ୍ରାପ୍ତ କଲା। ସେଇ ଜ୍ଞାନ ଯୋଉ ଜ୍ଞାନ ପାଇଛି ତାଠାରୁ ସେ ଊର୍ଦ୍ଧ୍ୱକୁ ଯିବାକୁ ଚାହିଁଲା ନାହିଁ। ଯୋଉ ତାର ଯୋଉ ଦୃଷ୍ଟିକୋଣ ରହିଛି ସେ ଦୃଷ୍ଟିକୋଣରୁ ସେ ଆଉ ପରିବ୍ୟାପ୍ତ ହବା ପାଇଁ ଚେଷ୍ଟା କଲା ନାହିଁ, ବ୍ୟାପକ ହବା ପାଇଁ ଚେଷ୍ଟା କଲା ନାହିଁ। ନିଜ ବ୍ୟତିରେକ ଆଉ ସଂସାରରେ କିଛି ଦେଖିଲା ନାହିଁ। ଆତ୍ମକୈନ୍ଦ୍ରିକ ସ୍ୱାର୍ଥ ଆତ୍ମା କୈନ୍ଦ୍ରିକ ନୁହଁ, ଆତ୍ମ ସ୍ୱାର୍ଥ ଅହଂ କୈନ୍ଦ୍ରିକ ହେଇକି ଯଦି ସେ ସଂକୀର୍ଣ୍ଣ ହେଇକି ରହିଗଲା, ତେବେ ସେଇଟା ହଉଛି କଣ ମସ୍ତିଷ୍କର ସ୍ଥିତାବସ୍ଥା। ସେଇ ସ୍ଥିତାବସ୍ଥା ଯେତେବେଳେ ସେ ପାଇଯାଏ, ପ୍ରଭୁ ଲେଖୁଛନ୍ତି ସିଏ ହଉଛି ପ୍ରକୃତିର ପ୍ରଧାନ ବିରୋଧୀ ଓ ଅନ୍ତରାୟ ହୋଇ ଛିଡ଼ା ହୋଇଥାଏ। ତେଣୁ ସେଠି କଣ ହୁଏ, ସିଏ ସର୍ବୋଚ୍ଚ ପରମ ସତ୍ତାଙ୍କର ଅଭିପ୍ରାୟକୁ ହୃଦୟଙ୍ଗମ କରିପାରେ ନାହିଁ। ଫାର୍ଷ୍ଟ ଲାଇନରେ କହିଲେ ପୂର୍ଣ୍ଣ ଆସ୍ଥାରୁ ଉତ୍ପନ୍ନ ହେଉଥିବା, ଯେତେବେଳେ ଆମର ପରମଙ୍କ ଉପରେ ଦିବ୍ୟଜନନୀଙ୍କ ଉପରେ ପୂର୍ଣ୍ଣ ଆସ୍ଥା ଆସିଯିବ, ପୂର୍ଣ୍ଣ ଆସ୍ଥା ଆସିଯିବ, ତା ଭିତରୁ କଣ ଉତ୍ପନ୍ନ ହବ ମା ଲେଖୁଛନ୍ତି, କହୁଛନ୍ତି ସ୍ଥିର ମୃଦୁ ହାସ୍ୟ। ଏଇ ସ୍ଥିର ମୃଦୁ ହାସ୍ୟ ସେତିକି ବେଳେ ଆସିପାରିବ ଜଣେ ଯେତେବେଳେ ତାଙ୍କ ସହିତ ଯୁକ୍ତ ହେଇପାରିଥିବ, ତା ଭିତରେ ସବୁ ସମୟରେ ଗ୍ରହଣଶୀଳତା ଥିବ, ତା ଭିତରେ ପ୍ରଭୁ ସର୍ବୋଚ୍ଚ ପରମଙ୍କ ପ୍ରତି ଦିବ୍ୟଜନନୀଙ୍କ ପ୍ରତି ଏକ ପୂର୍ଣ୍ଣ ବିଶ୍ୱାସ ଆସ୍ଥା ନିର୍ଭରତା ରହିଥିବ, ସେତେବେଳେ ହିଁ ସେ ସ୍ଥିର ରହିପାରିବେ, ଦ୍ୱନ୍ଦ୍ୱ ମୁକ୍ତ ହେଇପାରିବେ। ତେଣୁ ସେତେବେଳେ ତା ଭିତରେ ସ୍ଥିର ମୃଦୁ ହାସ୍ୟ ସହିତ ସେ ପ୍ରତ୍ୟେକ ବସ୍ତୁକୁ ଦେଖିପାରିବ, ତାର ଏଇ ସାମର୍ଥ୍ୟଟି ଆସିଯିବ। ନହେଲେ ଏପର୍ଯ୍ୟନ୍ତ ଆମେ ଯୋଉ ବସ୍ତୁକୁ ଦେଖୁଛନ୍ତି ସେତେବେଳେ ଆମେ ଆମର ଦୃଷ୍ଟିକୋଣ ନେଇକି ଦେଖୁଛନ୍ତି, ଆମେ ଆମର ଦୃଷ୍ଟିକୋଣ ନେଇ ଦେଖୁଛନ୍ତି। ଯେମିତି କଥା ହଉଥିଲେ ସେ ଆଜି ପିଲାମାନଙ୍କ ସହିତ କଥା ହେଲେ, ପିଲା କହିଲେ ବଢିଆ କଥାଟେ କହିଲେ, କହିଲେ ମନେ କରାଯାଉ ଗୋଟେ ଲୋକଟେ ସକାଳୁ ସକାଳୁ ଆପଣ ଦେଖିଲେ ଗୋଟେ ଗଛ ମୂଳରେ ଗଛକୁ ଆଉଜିକି ଏମିତି ବସିଛି, ଏମିତି ଶୋଇଛି। ସେଇ ବାଟ ଦେଇକି ଯଦି ସେନାପତି ଯାଉଥିବେ, ସିଏ ତାକୁ ସନ୍ଦେହ ଦୃଷ୍ଟିରେ ଦେଖିବ, କହିବେ ଇଏ ତ ଆମ ରାଜ୍ୟର ଲୋକ ଭଳିଆ ଦେଖା ହଉଛି ନା, ଦେଖାଯାଉନି, ଆଗ ଚାହିଁବେ ଇଏ ଗୁପ୍ତଚର ନୁହନ୍ତି ତ, ଇଏ ଆସିକି କିଛି ଭିନ୍ନ ଅଭିସନ୍ଧିରେ ଆସିନାହାନ୍ତି ତ, ସିଏ ତାକୁ ଗୋଟେ ଦୃଷ୍ଟିରେ ଦେଖିବେ। ଆଉ ଯଦି ଗୋଟେ ଘୋଡା ମଦୁଆ ସେ ବାଟ ଦେଇ ଯାଉଥିବ, ସିଏ କହିବ ରେ ଆରେ ଇଏ ସକାଳୁ ସକାଳୁ କୋଉଠୁ ପାଇଗଲା, ପିଇ ଦେଇକି ଏଠି ପଡିଛି ଆସି ସକାଳୁ, ନା ରାତିରୁ ପଡିଛି କିରେ। ସିଏ ଯଦି ପକେଇ ନଥବ, ଟିକେ ହୋସରେ ଥବ, ତାହେଲେ ସିଏ ଦେଖିକି ଭାବିବ କଣ ଇଏ ମଦ ପିଇ ଦେଇଛି, ରାତିରେ ଏଠି ପଡିଛି, ନହେଲେ ସକାଳୁ ସକାଳୁ ପାଇକି ପଡିଛି ଆଉ
କୋଉଠୁ ଏତେ ସକାଳୁ ପାଇଲା ମତେ ତ ମିଳୁନାହିଁ। ଜଣେ ଯଦି ସାଧୁ ପ୍ରକୃତିର ବ୍ୟକ୍ତି ସେଇ ବାଟ ଦେଇ ଯାଉଥିବେ ତେବେ ସିଏ କହିବେ କଣ, ଦେଖ କେତେ ନିର୍ମାୟା ବ୍ୟକ୍ତି, ଦିନ ରାତି କିଛି ନାହିଁ, ଖରା ବର୍ଷା ଶୀତ କାକର କିଛି ଲାଗୁନାହିଁ। ଏମିତି ରାତିଟା ଯାକ ଏଇ ଗଛ ମୂଳରେ କେତେ ନିର୍ବିକାର ଭାବରେ ସିଏ ସମାଧିସ୍ଥ ହେଇଯାଇଛନ୍ତି। ଇଏ ହଉଛି ଭିନ୍ନ ଭିନ୍ନ ଲୋକଙ୍କର ଗୋଟିଏ ଘଟଣାକୁ ଦେଖି ମଧ୍ୟ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ସେମାନେ ବିଚାର କରନ୍ତି, ମତାମତ ଦିଅନ୍ତି। ସର୍ବୋଚ୍ଚ ପରମସତ୍ତାଙ୍କ ସହିତ ଏକୀଭୂତ ହେଇଯିବା ସେତେବେଳେ ଆମ ଭିତରେ ତାଙ୍କରି ଦୃଷ୍ଟିକୋଣ ଆସିଯାଇଥିବ। ତେଣୁ ଆଉ ଇଏ ପାଗଳ ଭଳି ବା ନିଜର ଦୃଷ୍ଟିକୋଣକୁ ସୀମିତ କରି ସେଇ ଦୃଷ୍ଟିକୋଣରେ ଆମେ ବାନ୍ଧି ହେଇକି ରହିବୁ ନାହିଁ। ଆମ ଭିତରେ ସ୍ଥିତାବସ୍ଥା ଆସିଯାଇଥିବ ବା କହୁଛନ୍ତି ସେଇଟା ହିଁ ହଉଛି ପ୍ରକୃତ ବିଜ୍ଞତା। ମା ମା। Thank you all, Robert.